ମାନସିକ କୋଉଠି ଆସିଥିଲା ଗଣେଶ ମେଳା ଠାକୁର ଦର୍ଶନ ମନ୍ଦିରରେ ବହୁତ ଲୋକ ଆସନ୍ତି। ଜାନୁଆରୀ 14 ତାରିଖରେ ଲୋକର ମେଳା। ଏଇ ଦିନ ଲୋକମାନେ ଦୂର ଦୂରରୁ ଆସି ପଟାରେ ବିକ୍ରି କରନ୍ତି। ଚାଟ ଦୋକାନ ପରେ ଆଉ ଦୋଳି ସର୍କସ ଦୋକାନ ସବୁ ପଡ଼ିଛି। ଠାକୁର ଭଲ ପାଠ ଦିଅ, ବୁଦ୍ଧି ଦିଅ, ବିଦ୍ୟା ଦିଅ, ସମସ୍ତେ ଭଲରେ ରୁହନ୍ତୁ। ପବିତ୍ର କୁଶଭଦ୍ରା ନଦୀ ନିକଟରେ ମହାବଳେଶ୍ୱର ମନ୍ଦିର ମହାବଳେଶ୍ୱର ବର୍ଷରେ ଜଗନ୍ନାଥ ଭିତରେ ରୁହନ୍ତି। ଆଜି ପବିତ୍ର ସଂକ୍ରାନ୍ତିରେ ବାବା ସମସ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆଜି ଆଜିଠାରୁ ଦର୍ଶନ ଦିଅନ୍ତୁ ଦୀର୍ଘ 9 ଦିନ ଧରି। ଏଇ ଯେ ବାବା ଭୁବନେଶ୍ୱର ହଉଛନ୍ତି ଆତ୍ମଲିଙ୍ଗ। ତାକୁ ସ୍ୱୟଂ ବ୍ରହ୍ମା ଯେତେବେଳେ ସୃଷ୍ଟି ସର୍ଜନା କରିଥିଲେ, ମା ବିରଜାଙ୍କୁ ଯେତେବେଳେ ସ୍ଥାପନା କରିଥିଲେ ବିନ୍ଧୁ ପର୍ବତରେ, ତାଙ୍କର 1200 ଘଣ୍ଟାକୁ ରକ୍ଷା କରିବାକୁ ଯାଇକି 3ଟି ଆତ୍ମଲିଙ୍ଗ ପ୍ରସ୍ତୁତ କରିଥିଲେ। ତନ୍ମଧ୍ୟରୁ ବାବା ଭୁବନେଶ୍ୱର ଏବଂ ଏ ଯୋଉ 3ଟି ଆତ୍ମଲିଙ୍ଗ ହେଇଥିଲା ସେଥିରେ ଜ୍ୟେଷ୍ଠ ହଉଛନ୍ତି ବାବା ଭୁବନେଶ୍ୱର। ତେଣୁ ବାବା ଭୁବନେଶ୍ୱର ଯେହେତୁ ପୁରାତନ ସମୟରୁ ଏଠି ବିଦ୍ୟମାନ ଅଛନ୍ତି, ତେଣୁ ତାଙ୍କ ଉପରେ ଅଞ୍ଚଳର ଲୋକମାନଙ୍କର ଆସ୍ଥା ଅଛି, ଭରସା ଅଛି। ଯୋଉମାନେ ଲୋକମାନେ ଯୋଉ ବୁଢା ରୋଗରେ ପୀଡ଼ିତ ହୁଅନ୍ତି, ସେମାନେ ବାବାଙ୍କ ବାହାରେ ପଡ଼ିଲେ ବାବାଙ୍କ ଶରଣକୁ ଆସିଲେ ଏବଂ ତାଙ୍କର ଯୋଉ ପାଦୁକା ସମସ୍ତ ସମୟରେ ପିଇଲେ ସେ ରୋଗଟାକୁ ଦୂର କରାଯାଏ। ପୂର୍ବ ସମୟରେ ଯେହେତୁ ଡାକ୍ତରମାନେ ଏବଂ ଆମର ଚିକିତ୍ସା ଶୈଳୀ ଉନ୍ନତ ମାନର ନଥିଲା, ସେ ସମୟରେ ବାବା ହିଁ ସମସ୍ତଙ୍କର ଡାକ୍ତର ହେଇକି ସମସ୍ତଙ୍କୁ ଭଲ କରୁଥିଲେ। ତେଣୁ ଏ ବିଶ୍ୱାସ ଲୋକମାନଙ୍କର ଏଠି ଅଛି। ତେଣୁ ଏ ମକର ସଂକ୍ରାନ୍ତି ହେଲେ ବାବାଙ୍କର ଏଇ ଯୋଉ ପୀଠଟି ଜଳପ୍ରଞ୍ଚୟ ହୋଇଥାଏ। ଆମର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି ଏବଂ ଏଠି 9 ଦିନ ଧରି ଯାତ୍ରା ଚାଲିଥାଏ। ଏବଂ ଆମର ଯୋଉ ଯାତ୍ରା ଜଗତ ଯୋଉ ସେ 4-5ଟି ପାର୍ଟି ଆସି ମଧ୍ୟ ଏଠି ତାଙ୍କର ନାଟକ ପରିବେଷଣ କରିଥାନ୍ତି ଏବଂ ଏଠି ଗୋଟେ ଖୁସିର ମାହୋଲ ଏଇ ଯୋଉ 9 ଦିନ ଧରି ଆମ ଭିତରେ ଗୋଟେ ଚାଲିଥାଏ।